ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣମାଳାରେ ଠ ବର୍ଣ୍ଣଟି କେଉଁ ଧ୍ୱନି ଶ୍ରେଣୀର ଅନ୍ତର୍ଭୁକ୍ତ? ତାଲବ୍ୟ, ଦନ୍ତ୍ୟ, ମୂର୍ଧନ୍ୟ, କଣ୍ଠ୍ୟ। ଆନ୍ସର ହେଉଛି ମୂର୍ଧନ୍ୟ। ଟ ବର୍ଗ ଉଚ୍ଚାରଣ ସମୟରେ ଜିହ୍ବାର ଅଗ୍ରଭାଗ ମୁଖର ମୂର୍ଦ୍ଧାକୁ ସ୍ପର୍ଶ କରେ, ଏହାକୁ ମୂର୍ଧନ୍ୟ ଧ୍ୱନି କୁହାଯାଏ। ତାପରେ କ୍ୱେଶ୍ଚିନ୍ଟି ହେଉଛି ନିମ୍ନଲିଖିତ ମଧ୍ୟରୁ କେଉଁ ସ୍ୱରବର୍ଣ୍ଣଟି ଏକ ସଂଯୁକ୍ତ ସ୍ୱରଧ୍ୱନି ବା ଦୁଇ ସ୍ୱର ଅଟେ? ଇ, ଔ, ଉ, ଐ। ଆନ୍ସର ହେଉଛି ଔ। ଔ ଧ୍ୱନିଟି ଦୁଇଟି ମୌଳିକ ସ୍ୱର ଅ ଆଉ ଉର ମିଳନରୁ ସୃଷ୍ଟି ହୋଇଥିବାରୁ ଏହାକୁ ସ୍ୱର ବା ସନ୍ଧ୍ୟାକ୍ଷର କୁହାଯାଏ। ବର୍ଗୀୟ ବ୍ୟଞ୍ଜନର ପ୍ରତ୍ୟେକ ବର୍ଗର ଦ୍ୱିତୀୟ ଓ ଚତୁର୍ଥ ବର୍ଣ୍ଣକୁ କି ଧ୍ୱନି କୁହାଯାଏ? ଅଳ୍ପପ୍ରାଣ, ମହାପ୍ରାଣ, ସଘୋଷ ଏବଂ ଅଘୋଷ। ଆନ୍ସର ହେଉଛି ମହାପ୍ରାଣ। ବର୍ଗୀୟ ବ୍ୟଞ୍ଜନର ପ୍ରତ୍ୟେକ ବର୍ଗର ଦ୍ୱିତୀୟ ଏବଂ ଚତୁର୍ଥ ଧ୍ୱନିକୁ ମହାପ୍ରାଣ ଧ୍ୱନି ବୋଲି କୁହାଯାଇଥାଏ। ତାପରେ କ୍ୱେଶ୍ଚିନ୍ 4 ହେଉଛି କ'ଣ? କ୍ୱେଶ୍ଚିନ୍ 4 ହେଉଛି ଓଡ଼ିଆ ଭାଷାରେ ବ, ୟ ଧ୍ୱନିକୁ ବ୍ୟାକରଣର କେଉଁ ସ୍ୱତନ୍ତ୍ର ନାମ ଦିଆଯାଇଛି? ଅନୁନାସିକ, ଉଷ୍ଣଧ୍ୱନି। ତାପରେ ଆସିଲା ଅର୍ଦ୍ଧସ୍ୱର, ପାର୍ଶ୍ୱିକ। ଉତ୍ତର ହେଉଛି ଅର୍ଦ୍ଧସ୍ୱର ବା ସେମି ଭାୱେଲ୍। ଏହି ଦୁଇଟି ବର୍ଣ୍ଣର ଉଚ୍ଚାରଣ ପ୍ରକ୍ରିୟା ସ୍ୱରବର୍ଣ୍ଣ ବ୍ୟଞ୍ଜନବର୍ଣ୍ଣର ମଧ୍ୟବର୍ତ୍ତୀ ହୋଇଥିବାରୁ ଏହାକୁ ଅର୍ଦ୍ଧସ୍ୱର କୁହାଯାଏ। ବିସର୍ଗ ଚିହ୍ନଟିକୁ ଓଡ଼ିଆ ବ୍ୟାକରଣରେ କେଉଁ ବର୍ଣ୍ଣ ଶ୍ରେଣୀରେ ଗଣନା କରାଯାଇଥାଏ? ଅନ୍ତରସ୍ଥ, ଆଶ୍ରିତ, ଅଯୋଗ। ଆନ୍ସର ହେଉଛି ଆଶ୍ରିତ ବା ଅଯୋଗ ବାହ। କ୍ୱେଶ୍ଚିନ୍ 6 ହେଉଛି ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରେ କେଉଁ ଶବ୍ଦରେ ଣତ୍ୱ ବିଧି ନିୟମ ଅନୁସାରେ ନ ସ୍ଥାନରେ ଣ ହୋଇଛି? କୃଷ୍ଣ। ଆନ୍ସର ହେଉଛି କୃଷ୍ଣ। ନିୟମ ଅନୁସାରେ ନ ସ୍ଥାନରେ ଣ ହେଉଛି କୃଷ୍ଣର। ସ ବର୍ଣ୍ଣର ଶୁଦ୍ଧ ଉଚ୍ଚାରଣ ସ୍ଥାନରେ କେଉଁ ବ୍ୟାକରଣ ଅନୁଯାୟୀ କେଉଁଟି? ଆନ୍ସର ହେଉଛି ତାଲୁ ବା ତାଲବ୍ୟ। ସକୁ ତାଲବ୍ୟ ସ ମଧ୍ୟ କୁହାଯାଏ କାରଣ ଉଚ୍ଚାରଣ ଜିହ୍ବା ଆଉ ତାଲୁର ସ୍ପର୍ଶରେ ସାଧିତ ହୋଇଥାଏ। କ୍ୱେଶ୍ଚିନ୍ ନମ୍ବର 8 ହେଉଛି ଉଚ୍ଚାରଣ ସମୟରେ ଜିହ୍ବାର ଦୁଇ ପାର୍ଶ୍ୱ ଦେଇ ବାୟୁ ବାହାରି ଯାଉଥିବାରୁ ଳ ଧ୍ୱନିକୁ କି ଧ୍ୱନି କୁହାଯାଏ? ଲୁଣ୍ଠିତ, ପାର୍ଶ୍ୱିକ, ତାଡ଼ିତ ବା ମହାପ୍ରାଣ। ଆନ୍ସର ହେଉଛି ପାର୍ଶ୍ୱିକ ଧ୍ୱନି। ଳ ବା ଲ ଉଚ୍ଚାରଣ ବେଳେ ଜିହ୍ବା ଅଗ୍ର ଉପରକୁ ଦନ୍ତମୂଳକୁ ରୋଧ କରେ ଏବଂ ପବନ ଜିହ୍ବାର ଦୁଇ ପାଖ ଦେଇ ବାହାରିଯାଏ, ତେଣୁ ଏହାକୁ ପାର୍ଶ୍ୱିକ ଧ୍ୱନି କୁହାଯାଏ। ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଡ଼ ଏବଂ ଢ ଧ୍ୱନିକୁ କେଉଁ ଶ୍ରେଣୀଭୁକ୍ତ କରାଯାଇଛି? କମ୍ପିତ, ତାଡ଼ିତ, ଉଷ୍ଣ, ଅନୁନାସିକ। ଆନ୍ସର ହେଉଛି ତାଡ଼ିତ ଧ୍ୱନି ବା ଫ୍ଲାପ୍ड ଧ୍ୱନି। ଏହି ଦୁଇଟି ଧ୍ୱନି ଉଚ୍ଚାରଣ ବେଳେ ମୂର୍ଦ୍ଧାକୁ ଜିହ୍ବା ଅଗ୍ର ଦ୍ୱାରା ଦୃଢ଼ ତାଡ଼ନା ବା ଧକ୍କା ଦିଆଯାଇଥାଏ, ତେଣୁ ଏହାକୁ ତାଡ଼ିତ ଧ୍ୱନି କୁହାଯାଏ। କ୍ୱେଶ୍ଚିନ୍ ନମ୍ବର 10 ପ୍ରତ୍ୟେକ ବର୍ଗ ବା ପ୍ରଥମ ବର୍ଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଣ୍ଣକୁ ସ୍ୱରତନ୍ତ୍ରୀର କମ୍ପନ ଆଧାରରେ କି ଧ୍ୱନି କୁହାଯାଇଥାଏ? ସଘୋଷ, ଅଘୋଷ, ଅପ୍ଳବାନ, ମହାପ୍ରାଣ। ଆନ୍ସର ହେଉଛି ଅଘୋଷ। ପ୍ରତ୍ୟେକ ବର୍ଗର ପ୍ରଥମ ଓ ଦ୍ୱିତୀୟ ତଥା କ, ଖ ଉଚ୍ଚାରଣ ବେଳେ ଗଳାରେ ଥିବା କୌଣସି ସ୍ୱରତନ୍ତ୍ରୀ କମ୍ପିତ ହୋଇନଥାଏ, ତେଣୁ ଏହାକୁ ଏଭଳି କୁହାଯାଏ। ଓଡ଼ିଆ ବର୍ଣ୍ଣମାଳାରେ ଥିବା ହ ବର୍ଣ୍ଣଟିକୁ କେଉଁ ପ୍ରକାର ବର୍ଣ୍ଣ ଭାବରେ ଚିହ୍ନିତ କରାଯାଇଛି? ଅନ୍ତସ୍ଥ, ନାସିକ, ସ୍ୱରବର୍ଣ୍ଣ। ଏଇଟା ହେଉଛି ଉଷ୍ମ ମହାପ୍ରାଣ ଧ୍ୱନି। ହ ଉଚ୍ଚାରଣ ବେଳେ ମୁଖରୁ ଗରମ ବାୟୁ ଅଧିକ ପରିମାଣରେ ନିର୍ଗତ ହୋଇଥାଏ, ତେଣୁ ଏହାକୁ ଉଷ୍ମ ମହାପ୍ରାଣ ଧ୍ୱନି କୁହାଯାଇଥାଏ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଓଷ୍ଠ ଧ୍ୱନିର ସଠିକ୍ ଉଦାହରଣ? ଆନ୍ସର ହେଉଛି ଫ। ତ, ଚ, ଫ, ଟ। ଆନ୍ସର ହେଉଛି ଫ। ପ ବର୍ଗର ପ, ଫ, ବ, ଭ, ମ ଉଚ୍ଚାରଣ ସମୟରେ ଦୁଇଟି ଯାକ ଓଠର ମିଳନରେ ହେଉଥିବାରୁ ଏହାକୁ ଓଷ୍ଠ ଧ୍ୱନି କୁହାଯାଏ। ଆନୁନାସିକ ବା ନାସିକ ଧ୍ୱନିଗୁଡ଼ିକର ଉଚ୍ଚାରଣ ମୁଖ ସହିତ ଆଉ କେଉଁ ସ୍ଥାନରେ ହୋଇଥାଏ? କଣ୍ଠ, ନାସିକା, ତାଲୁ ଆଉ ଓଠ। ଆନ୍ସର ହେଉଛି ନାକ। ଅନୁନାସିକ, ତେଣୁ ନାକ ସହିତ ଏହାର ସଂଯୋଗ ହୋଇଥାଏ। ତାପରେ ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ମ, ନ୍ୟ, ଣ, ନ, ମ ଉଚ୍ଚାରଣ ସମୟରେ ବାୟୁ ମୁଖ ସହ ନାସିକା ପଥ ଦେଇ ମଧ୍ୟ ବାହାରିଥାଏ, ତେଣୁ ଏସବୁକୁ ନାସିକା ବର୍ଣ୍ଣ ମଧ୍ୟ କୁହାଯାଏ। ଓଡ଼ିଆ ବ୍ୟାକରଣରେ ର ବା ରୁ ବର୍ଣ୍ଣକୁ କେଉଁ ନିର୍ଦ୍ଦିଷ୍ଟ ଶ୍ରେଣୀଭୁକ୍ତ କରାଯାଇଛି? ରୁକୁ ପାର୍ଶ୍ୱିକ, କମ୍ପିତ, ଲୁଣ୍ଠିତ ଧ୍ୱନି, ଉଷ୍ଣ, ନାସିକ। ଆନ୍ସର ହେଉଛି କମ୍ପିତ ବା ଲୁଣ୍ଠିତ ଧ୍ୱନି। ର ଉଚ୍ଚାରଣ ସମୟରେ ଜିହ୍ବାର ଅଗ୍ରଭାଗ ଦନ୍ତମୂଳ ପାଖରେ କମ୍ପିତ ହୁଏ, ତେଣୁ ଏହାକୁ କମ୍ପିତ ବା ଲୁଣ୍ଠିତ ଧ୍ୱନି କୁହାଯାଇଥାଏ। ତାପରେ ଆସିଲା 15 ନମ୍ବର ହେଉଛି ସ୍ୱାଭାବିକ ଭାବେ ସ ହୋଇଥିବା ଶବ୍ଦଟିକୁ ଚିହ୍ନଟ କରନ୍ତୁ ଯେଉଁଠି ସତ୍ତ୍ୱ ବିଧି ନିୟମ ଲାଗିନାହିଁ। ଅପସନରେ କ'ଣ ଅଛି ନା ଅପସନରେ ଅଛି ଅଭିଷେକ, ମନୁଷ୍ୟ, ଆଷାଢ଼, ନିଷେଧ। ଆନ୍ସର ହେଉଛି ଆଷାଢ଼। ଆଷାଢ଼, ଉଷା, ଭାଷା ଆଦି ଶବ୍ଦ କୌଣସି ନିର୍ଦ୍ଦିଷ୍ଟ ବ୍ୟାକରଣ ନିୟମ ନଥାଏ, ପ୍ରକୃତିଗତ ଭାବରେ ସ୍ୱାଭାବିକ ଭାବରେ ସ ଆସି ବସିଥାଏ। ପ୍ରତ୍ୟେକ ବର୍ଗର ପ୍ରଥମ ଓ ତୃତୀୟ ବର୍ଣ୍ଣକୁ କେଉଁ ଧ୍ୱନି ଭାବରେ ନାମିତ କରାଯାଇଛି? ଏଇଟା ହେଉଛି ଅଳ୍ପପ୍ରାଣ। ପ୍ରତ୍ୟେକ ବର୍ଗର ପ୍ରଥମ ଏବଂ ତୃତୀୟ ଧ୍ୱନିକୁ ଅଳ୍ପପ୍ରାଣ ଧ୍ୱନି ଭାବରେ ନାମିତ କରାଯାଇଛି, ଯଥା ହେଉଛି କ ଆଉ ଗ। ଉଚ୍ଚାରଣ ସମୟରେ କମ୍ ପ୍ରାଣବାୟୁ ନିର୍ଗତ ହେଉଥିବାରୁ ଏହାକୁ ଅଳ୍ପପ୍ରାଣ କୁହାଯାଏ। ଐ ବର୍ଣ୍ଣଟିର ଉଚ୍ଚାରଣ ଗଠନ ନିମ୍ନଲିଖିତ ମଧ୍ୟରୁ କେଉଁ ଦୁଇଟି ସ୍ୱରର ସମ୍ମିଶ୍ରଣ ଅଟେ? ଐ ହେଉଛି ଅ ଯୁକ୍ତ ଇ। ଐ ଏକ ଯୁକ୍ତ ସ୍ୱର। ଏହା ମୂଳତଃ ଅ ଏବଂ ଇ ସ୍ୱରଧ୍ୱନିର ଦ୍ରୁତ ମିଳନରୁ ଉଚ୍ଚାରିତ ହୋଇଥାଏ।
ଅଇ ବର୍ଣ୍ଣର ଉଚ୍ଚାରଣ ଅ ଯୁକ୍ତ ଇ ଦ୍ୱାରା ହୋଇଥାଏ। ତାପରେ କ୍ୱେଶ୍ଚିନ୍ ନମ୍ବର 18 ହେଉଛି ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ମୋଟ ଶୁଦ୍ଧ ବା ମୌଳିକ ସ୍ୱରଧ୍ୱନିର ସଂଖ୍ୟା ହେଉଛି କେତେଟା? ନା ଆନ୍ସର୍ ହେଉଛି 8ଟି। ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ଶୁଦ୍ଧ ମୌଳିକ ସ୍ୱରଧ୍ୱନିର ସଂଖ୍ୟା ହେଉଛି 8ଟି। ତାପରେ ନେକ୍ସଟ 19 ନମ୍ବର କ୍ୱେଶ୍ଚିନ୍ ହେଉଛି କ ଠାରୁ ମ ପର୍ଯ୍ୟନ୍ତ 25ଟି ବ୍ୟଞ୍ଜନ ବର୍ଣ୍ଣକୁ କେଉଁ ନାମରେ ଅଭିହିତ କରାଯାଏ? ଅନ୍ତସ୍ଥ ବର୍ଣ୍ଣ, ସ୍ପର୍ଶ ବା ବର୍ଗ୍ୟ ବ୍ୟଞ୍ଜନ, ଉଷ୍ମ ବର୍ଣ୍ଣ ବା ଅଯୋଗ ବା ଆନ୍ସର୍ ହେଉଛି ସ୍ପର୍ଶ ବା ବର୍ଗ୍ୟ ବ୍ୟଞ୍ଜନ। କ ଠାରୁ ମ ପର୍ଯ୍ୟନ୍ତ 25ଟି ବ୍ୟଞ୍ଜନ ବର୍ଣ୍ଣକୁ ବର୍ଗ୍ୟ ବ୍ୟଞ୍ଜନ ବା ସ୍ପର୍ଶ ବ୍ୟଞ୍ଜନ ଭାବରେ ନାମିତ କରାଯାଇଥାଏ। ତାପରେ ଅଛି କ୍ୱେଶ୍ଚିନ୍ ନମ୍ବର 20 ନିମ୍ନଲିଖିତ ମଧ୍ୟରୁ କେଉଁଟି କଣ୍ଠ୍ୟ ଧ୍ୱନିର ଏକ ନିର୍ଭୁଲ ଉଦାହରଣ ଅଟେ? କଣ୍ଠ୍ୟ ଧ୍ୱନିର ଏକ ନିର୍ଭୁଲ ଉଦାହରଣ ଚ, ଖ, ତ, ପ। ଆନ୍ସର୍ ହେଉଛି ଖ। କ ବର୍ଗର କ, ଖ, ଗ, ଘ, ଙ ଉଚ୍ଚାରଣ ସ୍ଥାନ କଣ୍ଠ ବା ଗଳାରେ ହୋଇଥିବାରୁ ଏଗୁଡ଼ିକୁ କଣ୍ଠ୍ୟ ଧ୍ୱନି ମଧ୍ୟ କୁହାଯାଇଥାଏ। ତାପରେ କ୍ୱେଶ୍ଚିନ୍ ନମ୍ବର 21 21 ହେଉଛି କ'ଣ? ନା ସଂସ୍କୃତ ଭାଷାର କେଉଁ ଶବ୍ଦଗୁଡ଼ିକ ଅବିକଳ ବା ଅପରିବର୍ତ୍ତିତ ରୂପରେ ଓଡ଼ିଆରେ ବ୍ୟବହୃତ ହୁଅନ୍ତି? ଆନ୍ସର୍ ହେଉଛି ତଦ୍ଭବ, ତତ୍ସମ, ଦେଶଜ, ବୈଦେଶିକ। ଆନ୍ସର୍ ହେଉଛି ତତ୍ସମ। ତତ୍ସମ ଶବ୍ଦଗୁଡ଼ିକ ଅବିକଳ ସଂସ୍କୃତ ଭାଷାରେ ହିଁ ଓଡ଼ିଆ ଭାଷାରେ ବିନା ପରିବର୍ତ୍ତନରେ ବ୍ୟବହୃତ ହୋଇଥାଏ। ତାପରେ ଆସିଲା କ୍ୱେଶ୍ଚିନ୍ ଆସୁଛି 22ର କ୍ୱେଶ୍ଚିନ୍ କ'ଣ ଦେଇଛି? ନା 22ର କ୍ୱେଶ୍ଚିନ୍ ଅଛି ସଂସ୍କୃତ ଶବ୍ଦ ମୟୂରରୁ ସୃଷ୍ଟି ହୋଇ ଓଡ଼ିଆରେ ବ୍ୟବହୃତ ହେଉଥିବା ମୟୂର ଶବ୍ଦଟି ବିବର୍ତ୍ତିତ ରୂପ ମାଣିଆ ବା ମହୁର କେଉଁ ଶ୍ରେଣୀର? ତତ୍ସମ, ତଦ୍ଭବ, ଦେଶଜ, ଯାବନିକ। ଆନ୍ସର୍ ହେଉଛି ତଦ୍ଭବ। ସଂସ୍କୃତ ଶବ୍ଦ ମୟୂରରୁ ସୃଷ୍ଟି ହୋଇ ଓଡ଼ିଆରେ ବ୍ୟବହୃତ ହୋଇଥିବା ମୟୂର ଶବ୍ଦର ବିବର୍ତ୍ତ ରୂପ ଏଇଟା ହେଉଛି ତଦ୍ଭବ। ସଂସ୍କୃତ ଭାଷାରୁ ଜାତ ହୋଇ ପ୍ରାକୃତ ମାଧ୍ୟମରେ ରୂପ ବଦଳାଇବାକୁ ଓଡ଼ିଆକୁ ଆସିଥିବା ଶବ୍ଦକୁ ତଦ୍ଭବ କୁହାଯାଇଥାଏ। ତା ଅଗ୍ନିରୁ ନିଆଁ। ଓଡ଼ିଶାର ଆଦିମ ଅଧିବାସୀ ଶବର କନ୍ଧଙ୍କ ଭାଷାରୁ ଆସି ଓଡ଼ିଆ ଭାଷାରେ ମିଶିଥିବା କୁଡ଼ିଆ ଶବ୍ଦଟି କେଉଁ ଶ୍ରେଣୀର? ଏହାକୁ କୁହାଯିବ ଦେଶଜ। କୌଣସି ବୈଦେଶିକ ବା ସଂସ୍କୃତ ମୂଳ ନଥାଇ ଓଡ଼ିଶାର ମାଟି ଓ ଆଞ୍ଚଳିକ ଜନଜାତିଙ୍କ ମୁଖରୁ ସୃଷ୍ଟ ଭାଷାକୁ ଶବ୍ଦ କୁହାଯାଏ। ଓଡ଼ିଆ ଭାଷାରେ ବ୍ୟବହୃତ କଇଁଚି ଏବଂ ବାରୁଦ ଶବ୍ଦଦ୍ୱୟ କେଉଁ ବୈଦେଶିକ ଭାଷାରେ ଗୃହୀତ? ପାରସିକ, ତୁର୍କୀ, ଆରବୀ, ପର୍ତ୍ତୁଗୀଜ। ଆନ୍ସର୍ ହେଉଛି ତୁର୍କୀ। କଇଁଚି, ବାରୁଦ, କୁଲି, ବନ୍ଧୁକ, ଚାକୁ ଆଦି ଶବ୍ଦଗୁଡ଼ିକ ଓଡ଼ିଆ ଶବ୍ଦଭଣ୍ଡାରକୁ ତୁର୍କୀ ଭାଷାରୁ ଆସିଛି। ତାପରେ କ୍ୱେଶ୍ଚିନ୍ ନମ୍ବର 25 ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦଟି ପର୍ତ୍ତୁଗୀଜ ଭାଷାର ପ୍ରଭାବରୁ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇଛି? ଅଦାଲତ, ଆଲମାରି, ଚୌକି, ଟେବୁଲ। ଆନ୍ସର୍ ହେଉଛି ଆଲମାରି। ଆଲମାରି, ବାଲ୍ଟି, ସାବୁନ, ଫାଦ୍ରି, ଫିତା ଆଦି ଶବ୍ଦଗୁଡ଼ିକ ପର୍ତ୍ତୁଗୀଜ ଭାଷାରୁ ଆସି ଓଡ଼ିଆ ଭାଷାକୁ ଆସିଛି। ଯେଉଁ ଶବ୍ଦଗୁଡ଼ିକରୁ କୌଣସି ପ୍ରତ୍ୟୟ ବା ବର୍ଣ୍ଣ କାଟିଦେଲେ ତାହା ସମ୍ପୂର୍ଣ୍ଣ ଅର୍ଥହୀନ ହୋଇପଡ଼େ ତାକୁ କି ଶବ୍ଦ କୁହାଯାଏ? ତାକୁ କୁହାଯାଏ ମୌଳିକ ଶବ୍ଦ ବୋଲି କୁହାଯାଇଥାଏ। ଘର, ବହି, ଗଛ ଆଦି ଶବ୍ଦରୁ ଗୋଟିଏ ବର୍ଣ୍ଣ କାଟିଦେଲେ ତା'ର ଅବଶିଷ୍ଟାଂଶର କୌଣସି ଅର୍ଥ ରହିନାହିଁ। ତେଣୁ ଏଗୁଡ଼ିକୁ ମୌଳିକ ଶବ୍ଦ ବୋଲି କୁହାଯାଇଥାଏ। କ୍ୱେଶ୍ଚିନ୍ ନମ୍ବର 27 ମୌଳିକ ଶବ୍ଦ ସହିତ ଉପସର୍ଗ ବା ପ୍ରତ୍ୟୟ ଯୋଗ କରାଯାଇ ଗଠନ କରାଯାଉଥିବା ନୂତନ ଶବ୍ଦଗୁଡ଼ିକୁ କ'ଣ କୁହାଯାଏ? ଏଇଟା ହେଉଛି ରୂଢ଼ ଶବ୍ଦ, ବ୍ୟୁତ୍ପନ୍ନ ଶବ୍ଦ, ଦେଶଜ ଶବ୍ଦ, ପ୍ରାକୃତ ଶବ୍ଦ। ଆନ୍ସର୍ ହେଉଛି ବ୍ୟୁତ୍ପନ୍ନ ଶବ୍ଦ। ମୌଳିକ ଶବ୍ଦରୁ ସୃଷ୍ଟି ବା ବ୍ୟୁତ୍ପତ୍ତି ହେଉଥିବା ଶବ୍ଦକୁ ବ୍ୟୁତ୍ପନ୍ନ ଶବ୍ଦ କୁହାଯାଏ। ଯଥା ଘର, ତାପରେ ଦେଇଛି ଘରରୁ ଘରୁଆ ସେପରି ହେଇଥାଏ। ତ କ୍ୱେଶ୍ଚିନ୍ ନମ୍ବର 28 ଆସିଲା। 28 କ୍ୱେଶ୍ଚିନ୍ ନମ୍ବର 28 ଅଦାଲତ, ଜବାବ, ଓକିଲ ଆଦି ଆଇନଗତ ଶବ୍ଦଗୁଡ଼ିକ ମୂଳତଃ କେଉଁ ବୈଦେଶିକ ଶବ୍ଦ ବା କେଉଁ ବୈଦେଶିକ ଭାଷାରୁ ଏଇଟା ଆସିଛି ଓଡ଼ିଆ ଭାଷାକୁ? ତ ଅପସନ୍ ଦେଇଛି ଇଂରାଜୀ, ଆରବୀ ବା ଯାବନିକ। ତାପରେ ଅପସନ୍ ଦେଇଛି କ'ଣ? ଅଦାଲତ, ଜବାବ, ଓକିଲ ଆଦି ଆଇନଗତ ଶବ୍ଦଗୁଡ଼ିକ କେଉଁ ଭାଷାରୁ ଓଡ଼ିଆ ଭାଷାକୁ ଆସିଛି? ଇଂରାଜୀ, ଆରବ, ପାରସିକ, ତୁର୍କୀ। ଆନ୍ସର୍ ହେଉଛି ଆରବୀ ବା ଯାବନିକ। ମୁସଲମାନ ଶାସନ କାଳରେ ଆରବୀ ଭାଷାର ଅନେକ ଶବ୍ଦ ଆଇନ ଓ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାକୁ ଆସିଥିଲା। ଦ୍ରାବିଡ଼ ଭାଷାଭାଷୀଙ୍କ ପ୍ରଭାବରୁ ଓଡ଼ିଆକୁ ଆସିଥିବା ତେନ୍ତୁଳି ବା ଖଟା ଶବ୍ଦ କେଉଁ ଶ୍ରେଣୀଭୁକ୍ତ? ଏଇଟା ହେଉଛି ଆନ୍ସର୍ ହେଉଛି ଦେଶଜ। ଓଡ଼ିଆ ଦେଶଜ ଶବ୍ଦଭଣ୍ଡାର ମଧ୍ୟରେ ଅଦ୍ରାବିଡ଼ ଓ ଆଦିବାସୀ ଶବ୍ଦଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅଂଶ ଗ୍ରହଣ କରନ୍ତି। କ୍ୱେଶ୍ଚିନ୍ 30 କାରଖାନା, ଚାକିରି, ଜମିଦାର ଆଦି ଶବ୍ଦ ଓଡ଼ିଆ ଭାଷାରେ କେଉଁ ବୈଦେଶିକ ଶ୍ରେଣୀର? ଆରବୀ, ପାରସିକ, ତୁର୍କୀ ଆଉ ଇଂରାଜୀ। କାରଖାନା, ଚାକିରି, ଜମିଦାର ଆଦି ଶବ୍ଦଗୁଡ଼ିକ ହେଉଛି ଓଡ଼ିଆ ଭାଷାର ପାରସିକ ଶ୍ରେଣୀର। ଜମିଦାର, ଚାକିରି, କାରଖାନା
ପାର୍ଶ୍ୱିକ ଭାଷାରୁ ଓଡ଼ିଆ ଭାଷାକୁ ଆସିଛି। ତାପରେ ଆସିଲା କି କ୍ୱେଶ୍ଚିନ୍ ନମ୍ବର 31, କଟକ ଓଡ଼ିଶାର ଏକ ପ୍ରାଚୀନ ସହର। ଏହି ବାକ୍ୟରେ କଟକ କେଉଁ ପ୍ରକାର ବିଶେଷ୍ୟ ପଦ ଅଟେ? ତ ଏଠି କଟକ କେଉଁ ପ୍ରକାର ବିଶେଷ୍ୟ ପଦ ଅଟେ? ଉତ୍ତର ହେଉଛି ନାମବାଚକ, ଜାତିବାଚକ, ବସ୍ତୁବାଚକ ନା ଗୁଣବାଚକ। ଆନ୍ସର ହେଉଛି ନାମବାଚକ ବିଶେଷ୍ୟ ବା ସଂଜ୍ଞାବାଚକ ବିଶେଷ୍ୟ। ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ସ୍ଥାନ, ନଦୀ, ପର୍ବତର ନାମର ପ୍ରକାଶ କରେ ତାହାକୁ ନାମବାଚକ ବିଶେଷ୍ୟ କୁହାଯାଏ। ମାଟିରେ ସୁନ୍ଦର କଳସୀ ଗଢ଼ାଯାଇଛି। ଏଇଠାରେ ମାଟି କେଉଁ ପ୍ରକାର ବିଶେଷ୍ୟ? ମାଟି ହେଉଛି ଗୋଟେ ବସ୍ତୁବାଚକ ବିଶେଷ୍ୟ। ତାପରେ ହେଉଛି ମାଟି ଏକ ମୂଳ ବସ୍ତୁ ବା ପଦାର୍ଥର ନାମ ହୋଇଥିବାରୁ ଏକ ବସ୍ତୁବାଚକ ବିଶେଷ୍ୟ କୁହାଯାଏ। ଏଥିରୁ ଗଢ଼ାଯାଇଥିବା କଳସୀ ହେଉଛି ଏକ ଜାତିବାଚକ ବିଶେଷ୍ୟ। ସାଧୁତା ହିଁ ମନୁଷ୍ୟର ଶ୍ରେଷ୍ଠ ପରିଚୟ। ଏହି ବାକ୍ୟରେ ଥିବା ସାଧୁତା କେଉଁ ପ୍ରକାରର ବିଶେଷ୍ୟ ପଦ ଅଟେ? ଜାତିବାଚକ, ଗୁଣବାଚକ, କ୍ରିୟାବାଚକ, ସଂଜ୍ଞାବାଚକ। ଏଇଟା ହେଉଛି ଗୁଣବାଚକ ବା ଅବସ୍ଥାବାଚକ। ସାଧୁତା, ନମ୍ରତା, ଦୟା, କ୍ରୋଧ ଆଦି ମନୁଷ୍ୟର ଆଭ୍ୟନ୍ତରୀଣ ଗୁଣ କିମ୍ବା ଚରିତ୍ରକୁ ବୁଝାଉଥିବାରୁ ଏହାକୁ ଗୁଣବାଚକ ବିଶେଷ୍ୟ କୁହାଯାଏ। ଶୟନ ସ୍ୱାସ୍ଥ୍ୟ ପାଇଁ ହିତକାର। ଏଠାରେ ଶୟନ କେଉଁ ବ୍ୟାକରଣିକ ପଦ ଶ୍ରେଣୀର ଅନ୍ତର୍ଗତ? ଶୟନ ହେଉଛି ଏଠି କ୍ରିୟାବାଚକ ବିଶେଷ୍ୟ। କ୍ରିୟାବାଚକ ବିଶେଷ୍ୟ। ଶୟନ ଶୋଇବା କାମରେ ଶୋଇବା କାର୍ଯ୍ୟର ନାମ। କୌଣସି କ୍ରିୟା କାର୍ଯ୍ୟକୁ ନାମକୁ ପ୍ରକାଶ କଲେ ତାକୁ କ୍ରିୟାବାଚକ ବିଶେଷ୍ୟ କୁହାଯାଏ, କିନ୍ତୁ ଏହା କ୍ରିୟାପଦ ନୁହେଁ। ପୁରୀ ଏକ ପ୍ରସିଦ୍ଧ ଧାମ। ପ୍ରତିବର୍ଷ ଏଠାକୁ ଅନେକ ଯାତ୍ରୀ ଆସନ୍ତି। ଏଠାରେ ଯାତ୍ରୀ କେଉଁ ବାଚକ ବିଶେଷ୍ୟ? ଏଇଟା ହେଉଛି ଜାତିବାଚକ ବିଶେଷ୍ୟ। ଯାତ୍ରୀ କହିଲେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ବ୍ୟକ୍ତିକୁ ନ ବୁଝାଇ ସମଗ୍ର ଯାତ୍ରା କରୁଥିବା ସମୁଦାୟକୁ ବୁଝାଇଥିବାରୁ ତେଣୁ ଏହାକୁ ଜାତିବାଚକ ବିଶେଷ୍ୟ କୁହାଯାଏ। ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା ବା ପରିମାଣକୁ ବିଶେଷିତ କରେ ତାକୁ କ'ଣ କୁହାଯାଏ? ସର୍ବନାମ, ବିଶେଷଣ ପଦ, ଅବ୍ୟୟ କିମ୍ବା କ୍ରିୟା। ଏଇଟା ହେଉଛି ବିଶେଷଣ ପଦ। ବିଶେଷ୍ୟ ପଦର ବୈଶିଷ୍ଟ୍ୟ ପ୍ରକାଶ କରୁଥିବାରୁ ଏହାକୁ ବିଶେଷଣ କୁହାଯାଏ, ଯଥା ସୁନ୍ଦର ପିଲା। ସେଇ ଟାଇପ୍ର ହେଉଛି କ୍ୱେଶ୍ଚିନ୍ ଆସିଲା, ଓଡ଼ିଆ ବ୍ୟାକରଣରେ ଥିବା ଜିହ୍ୱାମୂଳୀୟ ଧ୍ୱନି କେଉଁ ବର୍ଗର ଅନ୍ତର୍ଗତ ଅଟେ? ଜିହ୍ୱାମୂଳୀୟ ମାନେ ଯେଉଁ ଧ୍ୱନି ଉଚ୍ଚାରଣ ବେଳେ ଜିଭ ଆମର ଲାଗିଥାଏ ତାହା ହେଉଛି କ ବର୍ଗ। ଯେମିତି କ, ଚ, କ, ଖ, ଗ, ଘ, ଙ। ତ ସେଥିପାଇଁ ଏଇଟା ହେଉଛି କ ବର୍ଗ। ଆଉ ନେକ୍ସଟ ଆସିଲା କ'ଣ? କ ବର୍ଗର କ, ଖ, ଗ, ଘ ଉଚ୍ଚାରଣ ସମୟରେ ଜିହ୍ୱାର ମୂଳ ଭାଗ କଣ୍ଠକୁ ସ୍ପର୍ଶ କରୁଥିବାରୁ ଏହାକୁ କଣ୍ଠୀୟ ବା ଜିହ୍ୱାମୂଳୀୟ। ଜିଭର ମୂଳରୁ ଭାସିଥିବାକୁ କୁହାଯାଇଥାଏ। ନିମ୍ନଲିଖିତ ମଧ୍ୟରୁ କେଉଁଟି ସ୍ୱଳ୍ପପ୍ରାଣ ବା ଅଳ୍ପପ୍ରାଣ ଏବଂ ଅଘୋଷ ଧ୍ୱନିର ଯୁଗ୍ମ? ଆନ୍ସର ହେଉଛି କ ଆଉ ଚ। ପ୍ରତ୍ୟେକ ବର୍ଗର ପ୍ରଥମ ବର୍ଣ୍ଣଗୁଡ଼ିକ କ ଆଉ ଚ। ଏହା ବର୍ଣ୍ଣଗୁଡ଼ିକ ଏକାଧାରାରେ ଅଘୋଷ ଏବଂ ସ୍ୱରତନ୍ତ୍ରୀର ଅକମ୍ପିତ ଏବଂ ଅଳ୍ପପ୍ରାଣ ଉଚ୍ଚାରଣରେ କମ୍ ଶ୍ୱାସବାୟୁ ନିର୍ଗତ ହୋଇଥାଏ। ଔ ଧ୍ୱନିଟି କେଉଁ ଦୁଇଟି ମୌଳିକ ସ୍ୱରଧ୍ୱନିର ମିଳନରେ ଗଠିତ? ଔ ଧ୍ୱନି ହେଉଛି ଅ ଯୁକ୍ତ ଉ। ଓଡ଼ିଆରେ ଅ ଯୁକ୍ତ ଇ, ଔ, ଅ ଯୁକ୍ତ ଉ କୁ ଦୁଇ ସ୍ୱର ବା ଯୁକ୍ତ ସ୍ୱରଧ୍ୱନି କୁହାଯାଏ। ତାପରେ ହେଉଛି ରୁ। ରୁ ବର୍ଣ୍ଣର ବ୍ୟବହାର ଓଡ଼ିଆ ଶବ୍ଦଭଣ୍ଡାରର କେଉଁ ଶ୍ରେଣୀର ଶବ୍ଦରେ ଦେଖିବାକୁ ମିଳେ? କେବଳ ତଦ୍ଭବ, କେବଳ ତତ୍ସମ, କେବଳ ଦେଶଜ, ସମସ୍ତ ଶ୍ରେଣୀରେ। ଆନ୍ସର ହେଉଛି କେବଳ ତତ୍ସମ। ତ ଏକ୍ଜାମ୍ପଲ୍ ହେଉଛି ଆର ଯେମିତି ଋଷି ଯେମିତି ରହିଲା, ସେଇଟା ହେଉଛି ଗୋଟେ ଉଦାହରଣ। ରୁ ବର୍ଣ୍ଣଟି ଓଡ଼ିଆ କଥିତ ଭାଷାରେ ମୌଳିକ ଧ୍ୱନି ନୁହେଁ। ଏହା କେବଳ ସଂସ୍କୃତ ମୂଳ ତତ୍ସମ ଯଥା ଋଷି, କୃତ ଲେଖିବା ପାଇଁ ବ୍ୟବହୃତ ହୁଏ। ନିର୍ମାଣ ଶବ୍ଦରେ ଣ ହେବାର ପ୍ରକୃତ ବ୍ୟାକରଣିକ କାରଣ କ'ଣ? ସ୍ୱାଭାବିକ ପଦ ପରେ ପୂର୍ବପଦରେ ର ଥିବାରୁ। ତାପରେ ଥାର୍ଡ଼ ଅପସନ୍ ହେଉଛି ଆନ୍ସର ହେଉଛି ପୂର୍ବପଦରେ ର ଥିବା ଯୋଗୁଁ ହେଉଛି ନିର ଉପସର୍ଗ ଯୋଗୁଁ, ନର ଦ୍ୱିତ ଯୋଗୁଁ। ଆନ୍ସର ହେଉଛି ପୂର୍ବପଦରେ ର ଥିବା ଯୋଗୁଁ ହେଲା। ନିର୍ମାଣ ଶବ୍ଦରେ ଣ ହେବାର ପ୍ରକୃତ ବ୍ୟାକରଣିକ କାରଣ। ଣତ୍ଵ ବିଧି ନିୟମ ଅନୁସାରେ ର ବର୍ଣ୍ଣ ପରେ ବ୍ୟବଧାନ ଥିଲେ ମଧ୍ୟ ନ ବର୍ଣ୍ଣଟି ଣରେ ପରିଣତ ହୁଏ। ନିର ଯୁକ୍ତ ମାନ ନିର୍ମାଣ। କୃପଣ ଶବ୍ଦଟିରେ କେଉଁ ନିୟମ ଅନୁସାରେ ଣର ବ୍ୟବହାର ହୋଇଛି? ର ପରବର୍ତ୍ତୀ ବିଧି ଅନୁସାରେ ରୁ, ର, ସ ବର୍ଣ୍ଣ ପରେ ନ ଥିଲେ ତାହା ଣରେ ପରିଣତ ହୁଏ। ତେଣୁ ଏଠାରେ କୃ ମଧ୍ୟ ରୁ କାର ରହିଥିବାରୁ ଓ ନ ଜାଗାରେ ଣ ହୋଇଛି। ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦରେ ଣତ୍ଵ ବିଧି ନିୟମର ବ୍ୟତିକ୍ରମ ହୋଇଛି? ପ୍ରଣାମ, ବିପିନ, ରଚନା, ସର୍ବନାମ। ଆନ୍ସର ହେଉଛି ସର୍ବନାମ। ସର୍ବନାମ ଶବ୍ଦରେ ର ଥିଲେ ମଧ୍ୟ ନାମ ପଦରେ ନର ଣ ହୁଏ ନାହିଁ। ଏହା ଏକ ପ୍ରକାର ପ୍ରମୁଖ ନିୟମଗତ ବ୍ୟତିକ୍ରମ। ପରିଷଦ ଶବ୍ଦରେ ସ ହେବାର ବ୍ୟାକରଣିକ କାରଣ କ'ଣ? ନା ଏଇଟା ହେଉଛି ର ବର୍ଣ୍ଣ ପରବର୍ତ୍ତୀ ଇ ସ୍ୱର ଯୋଗୁଁ
ଶତବିଧି ନିୟମ ଅନୁସାରେ ଅ କିମ୍ବା ଆ ଭିନ୍ନ ଅନ୍ୟ ସ୍ୱରବର୍ଣ୍ଣ ଏଠାରେ ପରି ଇ ପରେ ଥିବା ପ୍ରତ୍ୟୟର ସଟି ସରେ ପରିଣତ ହେଉଛି। ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦରେ ସ୍ୱାଭାବିକ ଭାବେ ସର ପ୍ରୟୋଗ ହୋଇଛି ଯେଉଁଠି ଶତବିଧି ନିୟମ ଲାଗିନାହିଁ? ଅଭିଷେକ, ନିଷେଧ, ଆଷାଢ଼, ସୁଷମା। ଆନ୍ସର ହେଉଛି ଆଷାଢ଼। ଆଷାଢ଼, ଷଣ୍ଢ, ମହିଷ ଆଦି ଶବ୍ଦରେ କୌଣସି ସନ୍ଧି ବା ପ୍ରତ୍ୟୟଗତ ନିୟମ ନଥାଇ ସ୍ୱାଭାବିକ ଭାବରେ ସ ବସିଥାଏ। ଓଡ଼ିଆ ବର୍ଣ୍ଣମାଳାରେ ଳ ଧ୍ୱନିଟି କେଉଁ ବ୍ୟଞ୍ଜନବର୍ଣ୍ଣ ଶ୍ରେଣୀର ଅନ୍ତର୍ଭୁକ୍ତ? ଏଇଟା ହେଉଛି ଅବର୍ଗୀୟ ବ୍ୟଞ୍ଜନବର୍ଣ୍ଣ। କ ଠାରୁ ମ ପର୍ଯ୍ୟନ୍ତ 25ଟି ବର୍ଣ୍ଣ ବର୍ଗୀୟ ବ୍ୟଞ୍ଜନ ରହିଛି। ତାପରେ ଥିବା ୟ-ରୁ ଳ ପର୍ଯ୍ୟନ୍ତ ବର୍ଣ୍ଣଗୁଡ଼ିକୁ ଅବର୍ଗୀୟ ବ୍ୟଞ୍ଜନବର୍ଣ୍ଣ ବୋଲି କୁହାଯାଇଥାଏ। ତ